ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କର ଜୀବନ ଏହି ହୋଲି ପର୍ବ ବା ଦୋଳ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଅଛି। କାରଣ ଏହି ଦୀର୍ଘ 37 ବର୍ଷ ପରେ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଦ୍ୱାରା ଏମାନଙ୍କର ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଅଛି ଏବଂ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଦେଖନ୍ତୁ, ଏହି ଦୋଳ ପୂର୍ଣ୍ଣିମା ଏବଂ ସଂକ୍ରାନ୍ତି ଦିନ ସୂର୍ଯ୍ୟ ମଧ୍ୟ ରାଶି ପରିବର୍ତ୍ତନ କରୁଛନ୍ତି। ତା ସହିତ ମାର୍ଚ୍ଚ 29 ତାରିଖରେ ନ୍ୟାୟର ଦେବତା, ସମସ୍ତ କର୍ମଫଳର ଦେବତା ଶନିଦେବ ମଧ୍ୟ ନିଜର ରାଶି ପରିବର୍ତ୍ତନ କରୁଛନ୍ତି ଏବଂ ଦୀର୍ଘ 2.5 ବର୍ଷ ପରେ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ତେଣୁ ଆସନ୍ତୁ ଜାଣିବା ଏହା ଆପଣଙ୍କ ଜୀବନରେ କ'ଣ ପ୍ରଭାବ ପକାଇବ। ଏହି ଦୋଳ ପୂର୍ଣ୍ଣିମା ଏବଂ ହୋଲି ପର୍ବ ଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଏହା ପୂର୍ବରୁ ଯଦି ଆପଣଙ୍କର ବି କୁମ୍ଭ ରାଶି ହୋଇଥାଏ, ଆପଣ ବି ଯଦି ଈଶ୍ୱରକୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକି ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ, ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ବନ୍ଧୁଗଣ, ଦେଖନ୍ତୁ, ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ନିହାତି ଦେଖିବା ଆବଶ୍ୟକ। କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ବହୁତ ବଡ଼ ଘଟଣା ଘଟିବାକୁ ଯାଉଛି, ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ତ ଏବେ ଜାଣିବା ଆସନ୍ତୁ କ'ଣ ସବୁ ପରିବର୍ତ୍ତନ ହେବାକୁ ଯାଉଅଛି। କେଉଁ ଗ୍ରହମାନଙ୍କର ଫଳ ପରିବର୍ତ୍ତନ ହେବାକୁ ଯାଉଛି। ବିଶେଷ କରି ସୂର୍ଯ୍ୟ ଏବଂ ରାହୁ ବିଶେଷ କରି ଆପଣଙ୍କ ଜୀବନରେ କ'ଣ ସବୁ ପ୍ରଭାବ ପକାଇବାକୁ ଯାଉଅଛି, ଆସନ୍ତୁ ଜାଣିବା। ଦେଖନ୍ତୁ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା ବହୁତ ଖରାପ ଦେଖାଦେଉଥିଲା। ଋଣ ଆଣିଥିଲେ କିନ୍ତୁ ଶୁଝି ପାରୁନଥିଲେ। ଆପଣଙ୍କର ଋଣର ଭାର ଆପଣଙ୍କ ଉପରେ ବଢ଼ି ଚାଲିଥିଲା। ଗୃହ ପରିବାରରେ ଆପଣଙ୍କର ଜମା ବି ଖୁସିର ପରିବର୍ତ୍ତନ ନଥିଲା। ଆପଣ ଯାହା ବି ଇନକମ୍ କରୁଥିଲେ ତାହା ଖର୍ଚ୍ଚ ହେଉଯାଉଥିଲା ଆଉ ସମାଜରେ ଆପଣଙ୍କର ଜମା ବି ମାନ ସମ୍ମାନ ନଥିଲା। ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ଥିଲେ। ଚାକିରି ପାଇଁ, ବେପାର ବାଣିଜ୍ୟ ପାଇଁ ଆପଣ ଚିନ୍ତିତ ଥିଲେ। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେଉଥିଲା। ତେବେ ଏହିଭଳି ଯାହା ବି ସମସ୍ୟା ଆପଣଙ୍କ ଜୀବନରେ ଚାଲିଥିଲା, ତାହା ଏବେ ଦୂର ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଏହି ଦୋଳ ପୂର୍ଣ୍ଣିମା ଏବଂ ହୋଲି ପର୍ବ ଠାରୁ ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଅଛି। ତେବେ ସର୍ବପ୍ରଥମେ ଆସନ୍ତୁ ଜାଣିବା ଏହି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ନବଗ୍ରହର ସ୍ଥିତି କିପରି ଅଛନ୍ତି, ଏହି ଦୋଳ ପୂର୍ଣ୍ଣିମା ଠାରୁ କିପରି ବଦଳି ଯାଉଛନ୍ତି। ଆସନ୍ତୁ ଜାଣିବା। ଦେଖନ୍ତୁ, ଆପଣଙ୍କର ପ୍ରଥମ ଭାଗରେ ସୂର୍ଯ୍ୟ ଏବଂ ଶନି, ଦ୍ୱିତୀୟ ଭାଗରେ ରାହୁ ଏବଂ ଶୁକ୍ର ଏବଂ ଚତୁର୍ଥ ଭାଗରେ ଦେବଗ୍ରହ ବୃହସ୍ପତି ଏବଂ ପଞ୍ଚମ ଭାଗରେ ମଙ୍ଗଳ ବିରାଜମାନ ଅଛନ୍ତି। ଆପଣଙ୍କର ଅଷ୍ଟମ ଭାଗରେ କେତୁ ବିରାଜମାନ କରିଛନ୍ତି। ବିଶେଷ କରି ଆପଣଙ୍କ ରାଶିରେ ରାହୁ ଏବଂ ଶୁକ୍ର ଏକତ୍ରିତ ଥିବାରୁ ଆପଣଙ୍କ ଜୀବନରେ ସମସ୍ୟା ଦେଖିବାକୁ ପାଉଛନ୍ତି ଏବଂ ସୂର୍ଯ୍ୟ ଏବଂ ଶନି ଏକତ୍ରିତ ଥିବାରୁ ଆପଣ ଆପଣଙ୍କ ଜୀବନରେ ନିଶ୍ଚିନ୍ତ ଭାବରେ ସମସ୍ୟା ଦେଖିବାକୁ ପାଉଛନ୍ତି। ଆପଣଙ୍କର ସ୍ୱାସ୍ଥ୍ୟର ସମସ୍ୟା ବହୁତ ଦେଖାଦେଉଥିବ। ଆପଣଙ୍କର ପର୍ସନାଲିଟି ହେଉ ବା ମାନ ସମ୍ମାନରେ ହାନି ଘଟିଥିବ। ଆପଣ ଭବିଷ୍ୟତରେ କିଛି କରିବାକୁ ଚାହୁଁଥିଲେ, କିଛି କରିପାରୁନାହାନ୍ତି। ଆପଣଙ୍କ ମନ ଭିତରେ ବହୁତ ଗୁଡ଼ିଏ ଇଚ୍ଛା ଅଛି, କିନ୍ତୁ ତାହା ସଫଳ ହେଉନାହିଁ। ବିଶେଷ କରି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଶରୀରର କିଛି ନା କିଛି ସମସ୍ୟା ଅବଶ୍ୟ ଦେଖିବାକୁ ପାଉଥିବେ। କାରଣ ପ୍ରଥମ ଭାଗ ବିଶେଷ କରି ସ୍ୱାସ୍ଥ୍ୟର ଭାଗ ହୋଇଥାଏ। ସେଥିପାଇଁ ସୂର୍ଯ୍ୟ ଏବଂ ଶନି ଆପଣଙ୍କର ପ୍ରଥମ ଭାଗରେ ପିତା ପୁତ୍ର ହେଲେ ମଧ୍ୟ ପରସ୍ପର ମଧ୍ୟରେ ଶତ୍ରୁତା ରହିଥାଏ, ଯାହାଫଳରେ ଆପଣଙ୍କର ପ୍ରଥମ ଭାଗରେ ଖରାପ ପ୍ରଭାବ ପକାଇଥାନ୍ତି। କିନ୍ତୁ ସବୁ ପରେ ବି ଦେଖନ୍ତୁ,
ଆପଣଙ୍କର ସ୍ୱାମୀ ହେଉଛନ୍ତି ଶନିଦେବ। ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଉଚ୍ଚ ସ୍ତରରେ ଥିବେ, ତେବେ ଆପଣଙ୍କର ଯଦି ଭଲ ଜାଗାରେ ଥିବେ, ମିଥୁନ ରାଶିରେ ଥିବେ, ମିତ୍ର ରାଶିରେ ଥିବେ ବା ମିତ୍ର ଗୃହରେ ଥିବେ, ତେବେ ଆପଣଙ୍କୁ ଉଚ୍ଚ ସଫଳତା ମିଳିବ। ଯଦି ଆପଣଙ୍କ କୁଣ୍ଡଳରେ ନୀଚସ୍ଥ ଥିବେ ବା ଶତ୍ରୁ ରାଶିରେ ଥିବେ ବା ଶତ୍ରୁ ଜାଗାରେ ଥିବେ, ତେବେ ଆପଣ ନିଶ୍ଚୟ କିଛି ନା କିଛି ସମସ୍ୟାରେ ପଡ଼ିଥିବେ। ସର୍ବପ୍ରଥମେ ଆମେ ଯଦି ଦେଖିବା ଏହି ଦୋଳ ପୂର୍ଣ୍ଣିମା, ଏହି ହୋଲି ପର୍ବଠାରୁ ଖାସ୍ କରି ଆପଣଙ୍କର ସ୍ୱାସ୍ଥ୍ୟର ସୁଧାର ଦେଖିବାକୁ ମିଳିବ। ଯଦି ଆପଣ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖୁଛନ୍ତି, ତାହା ଧୀରେ ଧୀରେ କମ୍ ହେଇଯିବ। ସମସ୍ତ ସ୍ୱାସ୍ଥ୍ୟଠାରୁ ମୁକ୍ତି ମିଳିଯିବ। ଆପଣ ନିଜର ଭବିଷ୍ୟତ ପାଇଁ କାମ କରିବାକୁ ଆରମ୍ଭ କରିବେ। ଆପଣ ଜୀବନଯାପନ ବହୁତ ଆଗକୁ ବଢ଼ାଇବେ ଏବଂ ଆପଣ ଆପଣଙ୍କର ଖାଦ୍ୟ ଏବଂ ପାନୀୟ ପାଇଁ ବହୁତ ଦାୟିତ୍ୱବାନ ହେଇଯିବେ। ଦେଖନ୍ତୁ, ଏଇ ମାର୍ଚ୍ଚ ମାସ 29 ତାରିଖ ଦିନ ଶନି ଆପଣଙ୍କର ଦ୍ୱିତୀୟ ଘରକୁ ଆସିବେ ଏବଂ ଦେବଗୁରୁ ବୃହସ୍ପତି ଚତୁର୍ଥ ଭାଗରେ ରହିବେ ଏବଂ ବୃହସ୍ପତି ହେଉଛନ୍ତି ଧନର ଭାବ। ଆପଣଙ୍କର ଆର୍ଥିକ ସମସ୍ୟା ଯଦି ଦେଖାଦେଉଥାଏ ବା ଧନ ସମ୍ପତ୍ତିକୁ ଦେଖିବା, ତାହେଲେ ଆପଣଙ୍କର ଯାହା ବି ଧନଜନିତ ସମସ୍ୟାରେ ପଡ଼ିଛନ୍ତି, ଆର୍ଥିକ ସମସ୍ୟାରେ ପଡ଼ିଯାଇଛନ୍ତି, ତାହା ଦୂର ହୋଇଯିବ। ଆପଣମାନଙ୍କୁ ବହୁତ ଗୁଡ଼ିଏ ସ୍ରୋତରୁ ଧନ ପ୍ରାପ୍ତି ହେବ। ଯାହା ବି ଆପଣଙ୍କର ଏବେ ଖରାପ ପରିସ୍ଥିତି ଚାଲିଅଛି, ତାହା ସୁଧାର ଆସିବ। ଯାହା ବି ଋଣ କରିଛନ୍ତି, ଋଣ ମୁକ୍ତି ହୋଇଯିବେ। ଏବେଠାରୁ ଆପଣ କିଛି ପଇସା ସଞ୍ଚୟ ମଧ୍ୟ କରିପାରିବେ। ବିଶେଷ କରି ଆପଣଙ୍କର ଅଟକି ରହିଥିବା ଧନ, ତାହା ଆପଣଙ୍କୁ ପ୍ରାପ୍ତି ହେବ। ଯଦି ଆମେ ଦେଖିବା, ଆପଣଙ୍କର ଚତୁର୍ଥ ଭାଗରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି, ତାହେଲେ ଆପଣ ଏହାର ଅର୍ଥ ହେଉଛି ଆପଣ ଭୌତିକ ସୁଖ ସମ୍ପତ୍ତି ଦେଖିବାକୁ ପାଇବେ। ଆପଣ କିଛି ଗାଡ଼ି ମଟର ବା ଯାନବାହନ ବା ପ୍ରପର୍ଟି କିଣାକିଣି କରିବା ପାଇଁ ମନ ବଳାନ୍ତି ଏବଂ ନୂତନ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ଆପଣ ଭାବିପାରନ୍ତି। ଆପଣ ମଧ୍ୟ ନିର୍ମାଣ କରିପାରନ୍ତି ଏବଂ ଘରକୁ ମଧ୍ୟ କିଛି ଜିନିଷ ବା ଇଲେକ୍ଟ୍ରିକ ଜିନିଷ କିଣିକି ଆଣିପାରନ୍ତି। ଏହି ଦୋଳ ପୂର୍ଣ୍ଣିମା ହୋଲି ଠାରୁ ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟର ମଧ୍ୟ ଉନ୍ନତି ଦେଖିବାକୁ ପାଇବେ। ମାଆଙ୍କର ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଯଦି ଆମେ ଆପଣଙ୍କର କର୍ମକ୍ଷେତ୍ର ବା ଚାକିରି, ଆମେ ବ୍ୟବସାୟକୁ ଦେଖିବା, ତେବେ ଆପଣଙ୍କର ଦଶମ ଗୃହରେ ସ୍ୱାମୀ ହେଉଛନ୍ତି ମଙ୍ଗଳ ଆଉ ମଙ୍ଗଳ ଆପଣଙ୍କର ପଞ୍ଚମ ଗୃହରେ ବସିଛନ୍ତି। ତେଣୁକରି ଆପଣ ଦେଖିବେ, ଆପଣଙ୍କର ଚାକିରି ବ୍ୟବସାୟରେ ପୂର୍ବରୁ ଯାହା ବି କିଛି ସମସ୍ୟା ଚାଲିଥିଲା, ତାହା ଧୀରେ ଧୀରେ ଦୂର ହୋଇଯିବ। ବିଶେଷ ଭାବରେ ଏହି ମାର୍ଚ୍ଚ ମାସ 29 ପରେ ଆପଣ ଆପଣଙ୍କର କର୍ମକ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। ଯେଉଁମାନେ ବେରୋଜଗାର ଥିଲେ ଏବଂ ଚାକିରିର ସନ୍ଧାନରେ ଥିଲେ, ସେମାନଙ୍କୁ ଚାକିରି ପ୍ରାପ୍ତି ହୋଇଯିବ। ଆପଣ ଆପଣଙ୍କର କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣ କୌଣସି ନୂତନ ବେପାର ଆରମ୍ଭ କରିପାରିବେ। ଆପଣଙ୍କର ଯେଉଁ ବେପାର ବାଣିଜ୍ୟରେ କିଛି ଖରାପ ସମୟ ଚାଲୁଅଛି ବା ଲସ୍ ହେଉଛି, ତାହା ଦୂର ହୋଇଯିବ। ବେପାର ବାଣିଜ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଗ୍ରାହକ ବଢ଼ିବେ ଏବଂ ଆୟର ବୃଦ୍ଧି ଦେଖିବାକୁ ମିଳିବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୁଣି ଚାଲିବାକୁ ଲାଗିବ। ଯଦି ଆମେ ଆପଣଙ୍କର ପ୍ରେମ ବା ବୈବାହିକ ସମ୍ପର୍କକୁ ଦେଖିବା, ତେବେ ଆପଣଙ୍କର ପ୍ରେମର ଗୃହରେ ମଙ୍ଗଳ ବିରାଜମାନ କରିଛନ୍ତି ଏବଂ ଏପ୍ରିଲ ମାସ 3 ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଆପଣଙ୍କର ପଞ୍ଚମ ଗୃହରେ ବିରାଜମାନ ରହିବେ। ଏହା ମଧ୍ୟ ଭଲ ଚାଲିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ସବସ୍କ୍ରାଇବ୍ କରିଦିଅନ୍ତୁ।